ତ ସାଙ୍ଗମାନେ, ତମେ ଏମିତି ଗୋଟେ ଆତ୍ମାର ନାଁ ନିଶ୍ଚୟ ଶୁଣିଥିବ କି ସେ ଏଣ୍ଟିଟିର ନାଁ ହାଡ଼ଭାଇ। କିନ୍ତୁ ସମସ୍ତେ କୁହନ୍ତି କି ହାଡ଼ଭାଇ ଦେଖିବାକୁ ଗୋଟେ କଙ୍କାଳ ଭଳି ଦେଖାଯାଉଥିବା ଗୋଟେ ପ୍ରେତ ଆତ୍ମା। କିନ୍ତୁ ଆପଣମାନେ ଏହି ଷ୍ଟୋରିରେ ଜାଣିପାରିବେ କି ହାଡ଼ଭାଇ ଦେଖିବାକୁ କେମିତି। ଆଉ ହାଡ଼ଭାଇ ଏମିତି ଗୋଟେ ଭୟାନକ ଆତ୍ମା ଯିଏକି ଅତି ଭୟଙ୍କର ହୋଇଥାଏ। ଆଉ ଗୋଟେ କଥା ଆପଣମାନେ ଜାଣିନଥିବେ, କାହିଁକି ନା ହାଡ଼ଭାଇକୁ ଗୋଟେ ଲୋକ ତାର ସାଧନା ବଳରେ ହାଡ଼ଭାଇକୁ ତାର ପାଖରେ ରଖିଥିଲା। ଆଉ ସେ ଲୋକର ସବୁ କାମରେ ସେ ହାଡ଼ଭାଇ ସାହାଯ୍ୟ ମଧ୍ୟ କରୁଥାଏ। ଏ କଥା ମୁଁ ଆପଣମାନଙ୍କୁ କାହିଁକି କହୁଛି, এই ଘଟଣାଟି ମୋତେ ଆମ ଗାଁର ଜଣେ ବୁଢ଼ା ଲୋକ କହିଛନ୍ତି। ଆଉ ସେ ବୁଢ଼ା ଲୋକ ଏକଥା ମଧ୍ୟ କହିଛନ୍ତି କି ଏ ଘଟଣା ପୁରା ସତ୍ୟ ଘଟଣା। ନମସ୍କାର, ମୁଁ ରାଜେଶ। ଆପଣମାନେ ଦେଖୁଛନ୍ତି ରିଏଲ ଭୂତ କାହାଣୀ। ତ ସାଙ୍ଗମାନେ, ଏହି ଘଟଣାଟି ମୋତେ କହିଛନ୍ତି ଆମ ଗାଁର ଗୋଟେ ବୟସ୍କ ଲୋକ, ଯାହାର ନାଁ ବାବୁଲା ମଉସା। ଆଉ ତାଙ୍କ କହିବା କଥା କି এই ଘଟଣାଟି ଘଟିଥିଲା 60 ବର୍ଷ ତଳେ। ଆଉ ସେତେବେଳେ ବାବୁଲା ମଉସା ବହୁତ ଛୋଟ ଥିଲେ। କହିବାକୁ ଗଲେ ସେତେବେଳେ ବାବୁଲା ମଉସାଙ୍କୁ 10 ବର୍ଷ ହୋଇଥିଲା। ଆଉ ଏ ଘଟଣା ବିଷୟରେ ଯେତେବେଳେ ବାବୁଲା ମଉସା ମୋତେ କହୁଥିଲେ, ସେତେବେଳେ ମୁଁ ନୋଟିସ୍ କରିଥାଏ କି ବାବୁଲା ମଉସାଙ୍କ ପାଟି ଟିକେ ଭୟରେ ଖନି ମାରି ଦେଉଥାଏ। ଆଉ ଏ ଘଟଣା ଆପଣମାନେ ଯେତେବେଳେ ଶୁଣିବେ ନା, ଆପଣମାନେ ଡରିବାକୁ ବାଧ୍ୟ ହୋଇଯିବେ। ସେଥିପାଇଁ ଆପଣମାନଙ୍କୁ ମୋର ଏତିକି ରିକ୍ୱେଷ୍ଟ କି ଆପଣମାନେ ଏହି ଷ୍ଟୋରିଟିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ, କାହିଁକି ନା ମୁଁ ଆପଣମାନଙ୍କୁ ଆଗରୁ ଏମିତିକା ଭୟାନକ କାହାଣୀ କେବେ ଶୁଣେଇ ନଥିଲି। ତାହେଲେ ଚାଲନ୍ତୁ ଅଧିକ ଡେରି ନ କରି ବାବୁଲା ମଉସାଙ୍କ ସ୍ୱରରେ ଏହି କାହାଣୀଟି ଆରମ୍ଭ କରିବା। ନମସ୍କାର, ମୁଁ ବାବୁଲା। এই ଘଟଣାଟି ଘଟିଥିଲା ମୋ ପିଲାଦିନେ। ସେତେବେଳେ ମୋ ବୟସ ହୋଇଥାଏ 10 ବର୍ଷ। ସେତେବେଳେ ଆମ ଗାଁରେ ଗୋଟେ ଗୁଣିଆ ରୁହନ୍ତି। ଆଉ ଆମ ଗାଁ ଲାଷ୍ଟ ମୁଣ୍ଡରେ ସେଇ ଗୁଣିଆର ଘର। ଆଉ ସେ ଗୁଣିଆର ଘର ପାଖକୁ ରାତି ସମୟରେ କେହି ବି ଲୋକ ଭୟରେ ଯାଆନ୍ତି ନାହିଁ। ଆଉ ଯେତେ ବି ଦୁଷ୍ଟ ଆତ୍ମା ଯେଉଁ ଲୋକ ଦେହରେ ଲାଗିଥିବ, ସିଏ ତାଙ୍କ ସାଧନା ବଳରେ ସେ ଲୋକଠୁ ଅତି ସହଜରେ ସେ ଆତ୍ମାକୁ ବନ୍ଧନ କରିନିଅନ୍ତି। ଆଉ ଏବେ ବି ସିଏ କିଛି ଦୁଷ୍ଟ ଆତ୍ମାକୁ ତାଙ୍କରି ଘରେ କାଚ ବୋତଲ ଭିତରେ ସିଏ ବନ୍ଦୀ କରିକି ସେଇ ଆତ୍ମା ଗୁଡ଼ିକକୁ ରଖିଛନ୍ତି। କିନ୍ତୁ ଏବେ ସେଇ ଆତ୍ମା ଗୁଡ଼ିକ ସେଇ ବୋତଲ ଭିତରରୁ ବାହାରକୁ ଆସିବା ପାଇଁ ଖାଲି ଏବେ ବି ଛଟପଟ ହେଉଛନ୍ତି। ହେଲେ ଗୋଟାଏ କଥା ଆମ ଗାଁର ଲୋକମାନେ ବୁଝିପାରିନଥିଲେ, କାହିଁକି ନା ସେଇ ଗୁଣିଆ ଆଗରୁ ଭିକ ମାଗିକି ଚଳୁଥିଲା। କିନ୍ତୁ ଏବେ ତା ପାଖରେ ଏତେ ଧନ ସମ୍ପତ୍ତି କେମିତି ହୋଇଗଲା, ପୁଣି ଇଏ ବହୁତ କମ୍ ସମୟ ଭିତରେ। ଆଉ ଏହି କଥା ଖାଲି ଆମ ଗାଁର ଲୋକମାନଙ୍କ ମନରେ ଉଙ୍କି ମାରୁଥାଏ। ଆଉ ସେ ଗୁଣିଆର ଏତେ ବଡ଼ ଘରେ ତା ସ୍ତ୍ରୀ ଛଡ଼ା ଆଉ କେହି ନଥିଲେ। କିନ୍ତୁ ଗୁଣିଆ ଯେଉଁ ଘରେ ତାର ପୂଜାପାଠ କରେଇ, ସେ ରୁମ୍ରେ ଗୁଣିଆ ଛଡ଼ା ଆଉ କୌଣସି ଲୋକ ସେ ଘରକୁ ଯାଆନ୍ତି ନାହିଁ। ଏମିତିକି ତା ସ୍ତ୍ରୀ ମାୟା, ସିଏ ମଧ୍ୟ ସେ ଘରକୁ ଯାଇନଥିଲେ। ହେଲେ ଦିନସାରା ଗୁଣିଆ ସେଇ ଘରେ ପୂଜା ପାଠ କରେଇ, ଆଉ ରାତି ହେଲା ବେଳକୁ ସେ ତାର ଶୋଇବା ଘରକୁ ଚାଲି ଆସେ। କାହିଁକି ନା ସନ୍ଧ୍ୟା 5ଟାରେ
ସେଇ ଘରକୁ ଗୁଣିଆ ଯେମିତି ହେଲେ ବନ୍ଦ କରିବାର ଅଛି। କାହିଁକି ନା ଏମିତି ସବୁଦିନ ଗୁଣିଆ ତାର ଦିନ ଯାକର ଯେତେ ବି ପୂଜା ପାଠ ସବୁ କାମ ସାରିଲା ପରେ ସନ୍ଧ୍ୟା ବେଳକୁ ସେ ଘର ଭିତରୁ ବାହାରକୁ ଚାଲି ଆସେ। କିନ୍ତୁ ଦିନକର ଘଟଣା, ଗୁଣିଆ ତାର ସେଇ ଘରେ ପୂଜା ପାଠ ସିଏ କରୁ କରୁ ସେତେବେଳକୁ ଟିକେ ବହୁତ ଡେରି ହୋଇଯାଇଥିଲା। ଆଉ ଗୁଣିଆ ମଧ୍ୟ ଟିକେ ଥକି ଯାଇଥାଏ। ଆଉ ସେତେବେଳକୁ ଟାଇମ୍ ହୋଇଯାଇଥିଲା ସନ୍ଧ୍ୟା 5ଟା ସମୟ। ଆଉ ଏପଟେ ତା ସ୍ତ୍ରୀ ମାୟା ତାକୁ ଅପେକ୍ଷା କରିଥାନ୍ତି। କାହିଁକି ନା ସନ୍ଧ୍ୟା ହେବା ପୂର୍ବରୁ ସେ ଘରୁ ଗୁଣିଆ ତାଙ୍କ କାମ ସାରି ସେ ଘରୁ ବାହାରକୁ ଚାଲି ଆସନ୍ତି। ଆଉ ସେ ଘରର କବାଟ ମଧ୍ୟ ବନ୍ଦ କରିଦିଅନ୍ତି। ହେଲେ ଆଜି ସନ୍ଧ୍ୟା ହୋଇଗଲାଣି, ହେଲେ ଗୁଣିଆ ଆଜି ସେ ଘରୁ କାହିଁକି କେଜାଣି ବାହାରକୁ ଆସିନଥାଏ। ଆଉ ଏପଟେ ତାଙ୍କ ସ୍ତ୍ରୀ ମାୟା ତାଙ୍କୁ ଅନେଇ ବସିଥାନ୍ତି। ଆଉ ସିଏ ମନେ ମନେ ଭାବୁଥାନ୍ତି କି ଏପଟେ ତ ବେଶୀ ରାତି ହୋଇଗଲାଣି, ହେଲେ ମୋ ସ୍ୱାମୀ ସେ ଘର ଭିତରୁ ଏପର୍ଯ୍ୟନ୍ତ ବାହାରକୁ ଆସିନାହାନ୍ତି କାହିଁକି? କିନ୍ତୁ ଆଗରୁ ତ ସବୁବେଳେ ସନ୍ଧ୍ୟା ହେବା ପୂର୍ବରୁ ସିଏ ଘରକୁ ଚାଲି ଆସନ୍ତି। କିନ୍ତୁ ହେଲେ ଆଜି କାହିଁକି କେଜାଣି ଏତେ ଲେଟ୍ ହେଲାଣି, ଆଉ ଏପର୍ଯ୍ୟନ୍ତ ସିଏ ଫେରି ନାହାନ୍ତି। ଏମିତି ମାୟା ସେଇଠି ବସିକି ଭାବୁଥାନ୍ତି। ଏମିତି କିଛି ସମୟ ବିତିଗଲା ପରେ ଗୁଣିଆର ସ୍ତ୍ରୀ ମାୟା ଗୁଣିଆକୁ ଡାକିବା ପାଇଁ ସେ ଘର ପାଖକୁ ଯିବାକୁ ଲାଗିଲେ। କିନ୍ତୁ ସେତେବେଳକୁ ତ ପୁରା ରାତି ହୋଇଯାଇଥିଲା। ଆଉ ମାୟା ଯେତେବେଳେ ତାଙ୍କ ସ୍ୱାମୀକୁ ଡାକିବା ପାଇଁ ସେ ଘରର କବାଟକୁ ଖୋଲିଛନ୍ତି, ସେତେବେଳେ ସିଏ ତାଙ୍କ ଆଖିରେ ଯାହା ସେଠି ଦେଖିଲେ ନା, ତାଙ୍କ ପାଦ ତଳୁ ପୁରା ମାଟି ଖସିଗଲା। କାହିଁକି ନା ସେଦିନ ଦିନ ସାରା ଗୁଣିଆ କାମ କରି କରି ଟିକେ ଥକି ଯାଇଥାଏ। ଆଉ ସେଥିପାଇଁ ସିଏ ସେଦିନ ସେଇ ଘରେ ସିଏ ଶୋଇପଡ଼ିଥିଲେ। ହେଲେ ମାୟା ଯେତେବେଳେ ଦେଖିଲେ, ସେତେବେଳେ ତାଙ୍କ ସ୍ୱାମୀ ସେଇ ଘରେ ଶୋଇଥାନ୍ତି। କିନ୍ତୁ ତାଙ୍କ ପାଖରେ ଆଉ ଜଣେ କିଏ ଥିଲା। ଆଉ ଯିଏ ବି ତାଙ୍କ ପାଖରେ ଥିଲା, ସିଏ କୌଣସି ମଣିଷ ନଥିଲା। ଆଉ ସେତେବେଳେ ମାୟା ଲକ୍ଷ୍ୟ କରିଥାନ୍ତି କି ତାଙ୍କ ସ୍ୱାମୀ ଶୋଇଥିଲା ଅବସ୍ଥାରେ ତାଙ୍କ ପାଖରେ କେହି ଜଣେ ବସି ତାଙ୍କ ସ୍ୱାମୀର ଗୋଡ଼ ଘଷୁଥିଲା। ଆଉ ସେତେବେଳେ ମାୟା ଜାଣି ସାରିଥିଲା କି ଇଏ କୌଣସି ମଣିଷ ନୁହେଁ। କାହିଁକି ନା ସିଏ ଦେଖିବାକୁ ଗୋଟେ ଛୋଟ ପିଲା ଭଳି ଦେଖାଯାଉଥିଲା। କିନ୍ତୁ ତା ଦେହ ସାରା ପୁରା ଚୁଟି ସାଲୁବାଲୁ ହୋଇକି ଉଠିଥିଲା। ଆଉ ତା ଚେହେରା ଦେଖିବାକୁ ଅତି ଭୟାନକ ଦେଖାଯାଉଥିଲା। କିନ୍ତୁ ମାୟା ଯେତେବେଳେ ଏତେ ଭୟାନକ ଦୃଶ୍ୟ ଦେଖିଲା, ସେତେବେଳେ ସିଏ ପୁରା ଡରି ଯାଇଥାଏ। ଆଉ ମାୟା ଯେତେ ବି ଚେଷ୍ଟା କରୁଥାଏ କି ସେ ଘର ଭିତରୁ ବାହାରକୁ ଚାଲି ଆସିବା ପାଇଁ, କିନ୍ତୁ ସିଏ ସେ ଘର ଭିତରୁ ଆସିପାରୁନଥିଲା। ଆଉ ସେଇ ସମୟରେ ସେଇ ଆତ୍ମା, ଯିଏକି ଗୋଟେ ଛୋଟ ପିଲା ଭଳି ଦେଖାଯାଉଥିଲା, ସିଏ ସେତେବେଳେ ମାୟାକୁ ଦେଖି ସାରିଥିଲା। ଆଉ ସେତିକି ବେଳକୁ ମାୟା ମଧ୍ୟ ତାକୁ ଅନେଇଥାଏ। କିନ୍ତୁ ହଠାତ୍ ସେଇ ଛୋଟ ପିଲାଟି ଆଖି ପିଛୁଳାକେ ସେଇ ଘରର କାନ୍ଥରେ ଚଢ଼ି ଚଢ଼ି ସେଇ ଘରର ସ୍କାଇଲାଇଟ୍ ବାଟେ ବାହାରକୁ ଚାଲିଗଲା। ଆଉ ସେଇ ସମୟରେ ମାୟା ପୁରା ଡରି ଯାଇଥାଏ। ଆଉ କ'ଣ କରିବ ଏମିତି ଭାବୁଥାଏ। ଆଉ ସେଇ ସମୟରେ ସିଏ ତୁରନ୍ତ ତା ସ୍ୱାମୀକୁ, ମାନେ ସେଇ ଗୁଣିଆ ପାଖକୁ ଯାଇ ତାଙ୍କୁ ନିଦରୁ ଉଠେଇଲା। ଆଉ ସେତେବେଳେ ଗୁଣିଆ ଉଠିଥିଲା। ଆଉ ସିଏ ମାୟାକୁ ପଚାରିଥିଲା
କି କ'ଣ ହେଇଛି ତୁମର? ଆଉ ତୁମେ ଏତେ ଡରି ଯାଇଛ କ'ଣ ପାଇଁ? ଆଉ ତୁମେ ଏଠି କାହାକୁ ଦେଖିଲ କି? ସେତେବେଳେ ମାୟା ତାଙ୍କ ସ୍ୱାମୀକୁ ସବୁ କଥା କହିଥିଲା କି ତୁମେ ଶୋଇଥିଲା ଅବସ୍ଥାରେ ତୁମ ପାଖରେ ସିଏ କିଏ ଥିଲା, ଆଉ ତୁମ ପାଖରେ ବସିକି ତୁମ ଗୋଡ଼ ଘଷୁଥିଲା। ଆଉ ମୁଁ ଯେତେବେଳେ ତୁମକୁ ଡାକିବା ପାଇଁ ଏ ଘରକୁ ଆସିଥିଲି ସେତେବେଳେ ସେଇ ଛୋଟ ପିଲାଟିକୁ ମୁଁ ଦେଖିଲି। ଆଉ ସିଏ ମୋତେ ଯେମିତି ଦେଖୁଥିଲା, ମୋତେ ଯେମିତି ଏଠି ଜିଅନ୍ତା ଖାଇଯିବ। ଆଉ ସିଏ ସାଥି ସାଥି ମୁଁ ଦେଖୁ ଦେଖୁ ସେ ଛୋଟ ପିଲାଟି ତୁରନ୍ତ ଏଇ ଘରର ସ୍କାଇଲାଇଟ୍ ବାଟେ ବାହାରକୁ ଚାଲିଗଲା। ତମେ ସତ କୁହ, ସିଏ କିଏ ଥିଲା? ଆଉ ମାୟାର ଏସବୁ କଥା ଯେତେବେଳେ ଗୁଣିଆ ଶୁଣିଲେ ସେତେବେଳେ ସିଏ କହିଲେ କି ତମେ ଏବେ ଯାହାକୁ ଦେଖିଲ ସିଏ କୌଣସି ମଣିଷ ନୁହେଁ, କିନ୍ତୁ ତମେ ଆଉ ଏ ବିଷୟରେ ମୋତେ କିଛି ବି ପଚାରନି। କାହିଁକି ନା ଯଦି ମୁଁ ସେ ଆତ୍ମା ବିଷୟରେ ତମକୁ ଏ କଥା ସବୁ କହିବି ତାହେଲେ ଆମର ଆଗକୁ ବହୁତ ବଡ଼ କ୍ଷତି ହୋଇଯିବ। କିନ୍ତୁ ମାୟା ଏ କଥା ଖାତିର କରୁନଥାଏ। ସିଏ ବାରମ୍ବାର ଏଇ କଥାକୁ ଗୁଣିଆକୁ ପଚାରୁଥାଏ କି ସିଏ କିଏ ଥିଲା। ଏମିତି ବାରମ୍ବାର ମାୟା ପଚାରିବାରୁ ଶେଷରେ ଗୁଣିଆ ବାଧ୍ୟ ହେଇକି ସିଏ ମାୟାକୁ ସବୁ କଥା କହିଥିଲେ କି ସିଏ କିଏ ଥିଲା, ଆଉ ସେଇ ଆତ୍ମା ଗୁଣିଆ ପାଖରେ କାହିଁକି ଥିଲା। ସେତେବେଳେ ଗୁଣିଆ କହିଲେ ମାୟାକୁ କି ତମେ ଯାହାକୁ ଟିକେ ପୂର୍ବରୁ ଦେଖିଲ ସିଏ ଥିଲା ଗୋଟେ ହାଡ଼ବାଇ। ଆଉ ସେଇ ପ୍ରେତ ଆତ୍ମା ମୋ ପାଖରେ ରହିବାର ଦୀର୍ଘ 10 ବର୍ଷ ହୋଇଗଲାଣି। ଆଉ ସେ ହାଡ଼ବାଇ ମୋର ସବୁ କାମରେ ମୋତେ ସାହାଯ୍ୟ ମଧ୍ୟ କରେଇ। କାହିଁକି ନା ମୁଁ ସେଇ ହାଡ଼ବାଇକୁ ମୋ ସାଧନା ବଳରେ, ମୋ ପୂଜା ପାଠ ବଳରେ ମୋ ପାଖରେ ରଖିଛି। ଆଉ ତାକୁ ମୁଁ ସବୁବେଳେ ପୂଜା କରି ଆସୁଛି। ହେଲେ ଆଗରୁ ମୋ ପାଖରେ କିଛି ନଥିଲା, ସେତେବେଳେ ମୁଁ ଭିକ ମାଗିକି ଚଳୁଥାଏ। ଏବେ ଦେଖ ମୋ ପାଖରେ କେତେ ଧନ ସମ୍ପତ୍ତି ଅଛି। ଆଉ ଯେବେଠାରୁ ମୁଁ ଏଇ ହାଡ଼ବାଇକୁ ପୂଜା କଲି ସେବେଠାରୁ ମୋ ପାଖରେ ଏତେ ଧନ ସମ୍ପତ୍ତି ହୋଇଗଲା। ଆଉ ହଁ, ଏକଥା ଆଜି ପର୍ଯ୍ୟନ୍ତ କେହି ଜାଣିନଥିଲେ। ଏମିତିକି ଏ ଗାଁର ଲୋକମାନେ କେହି ବି ଏକଥା ଜାଣିନଥିଲେ। କିନ୍ତୁ ଆଜି ତମେ ବାଧ୍ୟ କରିବାରୁ ମୁଁ ତମକୁ ଏ କଥା ସବୁ କହିଲି। ମାୟା ତାଙ୍କ ସ୍ୱାମୀର ଏ କଥା ଯେତେବେଳେ ଶୁଣିଲେ ସେତେବେଳେ ତାଙ୍କ ଦେହଟା ପୁରା ଥରି ଉଠିଲା। ଆଉ ତାଙ୍କ ଦେହରେ ମଧ୍ୟ ଜୀବନ ହିଁ ନଥିଲା। ତ ସାଙ୍ଗମାନେ, କାହାଣୀଟି ଏଇଠାରେ ସରିନି। କାହିଁକି ନା ମାୟା ଜିଦି କରିବାରୁ ସେଦିନ ଗୁଣିଆ ମାୟାକୁ ସବୁ କଥା କହିଦେଇଥିଲେ। କିନ୍ତୁ ଏପଟେ ହାଡ଼ବାଇ ପ୍ରତିଶୋଧ ନିଆଁରେ ଜଳୁଥିଲା। କାହିଁକି ନା ଏ କଥା ଗୁଣିଆ ଛଡ଼ା ଆଉ କେହି ଜାଣିନଥିଲେ। ଏବେ କିନ୍ତୁ ଗୁଣିଆର ସ୍ତ୍ରୀ ମାୟା ସବୁ କଥା ଜାଣିସାରିଥିଲା। ଏମିତି କିଛି ଦିନ ବିତିଗଲା ପରେ ହାଡ଼ବାଇ ତାର ପ୍ରତିଶୋଧ ନେବା ପାଇଁ ଆସିଲା। ଗୋଟେ ଦିନ ଗୁଣିଆ ଆଉ ତା ସ୍ତ୍ରୀ ମାୟା ଦୁହେଁ ରାତିରେ ଘରେ ଶୋଇଥାନ୍ତି। ସେତେବେଳେ ସମୟ ହୋଇଥାଏ ରାତି 12ଟା। ଆଉ ସେହି ସମୟରେ ହାଡ଼ବାଇ ସେଇ ଗୁଣିଆର ସ୍ତ୍ରୀ ମାୟାକୁ ତଣ୍ଟିକଣା କରି ତାକୁ ଜୀବନରୁ ମାରିଦେଲା। ଆଉ ସେବେଠାରୁ ସେ ଗୁଣିଆ ସେଇ ହାଡ଼ବାଇକୁ ସାଥିରେ ଧରି ଏ ଗାଁ ଛାଡ଼ି କୁଆଡ଼େ ଚାଲିଗଲା। ତ ସାଙ୍ଗମାନେ, ଆପଣମାନେ ଯଦି ଏପର୍ଯ୍ୟନ୍ତ ଏ ଷ୍ଟୋରିକୁ ଶୁଣୁଛନ୍ତି ତାହେଲେ ଆପଣମାନଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଉ ହଁ, ଆପଣମାନଙ୍କୁ ଏ ଷ୍ଟୋରି କେମିତି ଲାଗିଛି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ।
ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।